ସାଙ୍ଗମାନେ କ'ଣ ଆପଣ ଜାଣିଛନ୍ତି କି ପୁରାଣ ଅନୁସାରେ ମାଛ ଓ ମାଂସ ଖାଇଲେ ପାପ ନା ପୁଣ୍ୟ? ପୌରାଣିକ ମାନ୍ୟତା ଅନୁସାରେ ଥରେ ଭଗବାନ ଶ୍ରୀକୃଷ୍ଣ କଦମ୍ବ ଗଛ ମୂଳରେ ବସି ବଂଶୀ ବଜାଉଥିଲେ। ସେହି ସମୟରେ ଗୋଟିଏ ହରିଣ ଦୌଡ଼ି ଦୌଡ଼ି ଆସି ତାଙ୍କ ପଛପଟେ ଲୁଚି ପଡ଼ିଲା। ସେହି ହରିଣଟି ବହୁତ ଡରି ଯାଇଥିଲା। ଭଗବାନ ଶ୍ରୀକୃଷ୍ଣ ସେହି ହରିଣର ମୁଣ୍ଡକୁ ହାତରେ ଆଉଁସି ଦେଇ ପଚାରିଲେ, ତୁମର କ'ଣ ହୋଇଛି? ତୁମେ ଲୁଚୁଛ କାହିଁକି? ଠିକ୍ ସେହି ସମୟରେ ହରିଣକୁ ଖୋଜି ଖୋଜି ଗୋଟିଏ ଶିକାରୀ ଆସି ସେଠାରେ ପହଞ୍ଚିଲା ଆଉ କହିଲା, ଏହି ହରିଣଟି ମୋର ଶିକାର, ମୋତେ ଦେଇଦିଅ। ଏହି ହରିଣ ଉପରେ କେବଳ ମୋର ଅଧିକାର ଅଛି। ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ, ପ୍ରତ୍ୟେକ ଜୀବନ ଥିବା ଜୀବଙ୍କର ନିଜ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି। ଆଉ କାହାର ମଧ୍ୟ ଅଧିକାର ତାଙ୍କ ଉପରେ ନାହିଁ। ଏହା ଶୁଣି ଶିକାରୀ କ୍ରୋଧରେ କହିଲା, ଏହା ମୋର ଶିକାର, ମୁଁ ଏହାର ମାଂସକୁ ରାନ୍ଧିକି ଖାଇବି। ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ, କୌଣସି ଜୀବର ହତ୍ୟା କରି ତାର ମାଂସ ଖାଇବା ପାପ ହୋଇଥାଏ। ତୁମେ କ'ଣ ସେହି ପାପର ଭାଗୀଦାର ହେବାକୁ ଚାହୁଁଛ? ମାଂସ ଖାଇବା ପୁଣ୍ୟ ନା ପାପ ତୁମେ ଧର୍ମ ଅଧର୍ମ କ'ଣ ଜାଣିନ କି? ଏହା ଶୁଣି ଶିକାରୀଟି କହିଲା, ମାଂସ ଖାଇଲେ ପାପ କି ପୁଣ୍ୟ ମୋର ଜାଣିବା ଦରକାର ନାହିଁ। କିନ୍ତୁ ମୁଁ ଜାଣିଛି କି ପଶୁକୁ ହତ୍ୟା କରିବା କିଛି ଖରାପ କାମ ନୁହେଁ। ପଶୁକୁ ମାରି ମାଂସ ଖାଇ ମୁଁ ଏହି ଜୀବକୁ ଜୀବନର ବନ୍ଧନରୁ ମୁକ୍ତ କରୁଛି। ତାହେଲେ ମାଂସ ଖାଇବା ନିଷେଧ କାହିଁକି? ଯାହା ହେଉ ମୁଁ ପଶୁଙ୍କୁ ହତ୍ୟା କରି ନୀଚ ଯୋନିରୁ ମୁକ୍ତି ଦେଇ ପୁଣ୍ୟ ହିଁ ଅର୍ଜନ କରୁଛି। ତାହେଲେ ଏହାକୁ ନିଷେଧ କାହିଁକି କରାଯାଉଛି? ବରଂ ଏହାକୁ ଉତ୍ସାହିତ କରିବା କଥା। ମୁଁ ଯାହା ଶୁଣିଛି ଶାସ୍ତ୍ରରେ ଜୀବଜନ୍ତୁଙ୍କ ହତ୍ୟା ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ରାଜା ମହାରାଜାମାନେ ମଧ୍ୟ ଶିକାର କରୁଥିଲେ। ଏବେ ଆପଣ ହିଁ ମୋତେ କୁହନ୍ତୁ, ମାଂସ ଖାଇବା ପାପ ନା ପୁଣ୍ୟ? ଏହା ଶୁଣିବା ପରେ ଭଗବାନ ଶ୍ରୀକୃଷ୍ଣ ଜାଣିପାରିଲେ ଯେ ମାଂସ ଖାଇବା ଦ୍ୱାରା ତାର ବୁଦ୍ଧି ସମ୍ପୂର୍ଣ୍ଣ ଭାବରେ କାମସିକ ହୋଇଯାଇଛି ଏବଂ ସେ ଭାବିବା ଓ ବୁଝିବା ଶକ୍ତି ମଧ୍ୟ ହରାଇ ସାରିଛି। ତାପରେ ଶ୍ରୀକୃଷ୍ଣ କହିଲେ, ପ୍ରଥମେ ମୁଁ ତୁମର ଏହି ବିଷୟରେ କୌଣସି ମତ ଦେବି ନାହିଁ। ମୁଁ ତୁମକୁ ଛୋଟ ଗପଟିଏ କହିବି। ଗପଟି ଶୁଣିବା ପରେ ତୁମକୁ ଉତ୍ତର ଦେବାକୁ ପଡ଼ିବ କି ମାଂସ ଖାଇବା ପାପ ନା ପୁଣ୍ୟ ଏବଂ ତୁମେ ମାଂସ ଖାଇବାକୁ ଚାହୁଁଛ କି ନାହିଁ। ଶିକାରୀଟି ଭାବିଲା, ମୋର ଏଥିରେ କିଛି ଅସୁବିଧା ନାହିଁ। ଏହି ଗପଟି ମୁଁ ନିଶ୍ଚୟ ଶୁଣିବି। ମୋର ମନୋରଞ୍ଜନ ହୋଇଯିବ ଓ ପରେ ଏହି ହରିଣର ମାଂସ ବି ପାଇଯିବି। ଭଗବାନ ଶ୍ରୀକୃଷ୍ଣ ଗପଟି କହିବା ଆରମ୍ଭ କଲେ। ଥରେ ମଗଧ ରାଜ୍ୟରେ ଖାଦ୍ୟର ଅଭାବ ଦେଖାଦେଲା ଓ ଖାଦ୍ୟର ଉତ୍ପାଦନ ମଧ୍ୟ କମିବାକୁ ଲାଗିଲା। ରାଜା ଚିନ୍ତାରେ ପଡ଼ିଗଲେ, ଯଦି ଏହି ସମସ୍ୟାର ଶୀଘ୍ର ସମାଧାନ ନ ହୁଏ, ତାହେଲେ ସଂରକ୍ଷିତ ଥିବା ଖାଦ୍ୟଶସ୍ୟ ମଧ୍ୟ ଶେଷ ହୋଇଯିବ ଏବଂ ସଙ୍କଟ ଆହୁରି ବଢ଼ିଯିବ। ତେଣୁ ରାଜା ତାଙ୍କ ରାଜ୍ୟସଭାରେ ମନ୍ତ୍ରୀଙ୍କୁ ପଚାରିଲେ, ରାଜ୍ୟର ଖାଦ୍ୟ ସମସ୍ୟାର ସମାଧାନ ପାଇଁ ସବୁଠୁ ଶସ୍ତା ଜିନିଷ କ'ଣ? ତାପରେ ମନ୍ତ୍ରୀ ଚିନ୍ତା କଲେ, ଚାଉଳ, ଗହମ, ଆଳୁ ଇତ୍ୟାଦି ଜିନିଷ ଉତ୍ପାଦନ ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ। ପ୍ରକୃତି ଶାନ୍ତ ଥିଲାବେଳେ ସେଗୁଡ଼ିକ ପ୍ରାପ୍ତ ହୁଏ। ଏହି ପରିସ୍ଥିତିରେ କିଛି ଶସ୍ତା ହୋଇପାରିବ ନାହିଁ। ତାପରେ ଶିକାରକୁ ଭଲ ପାଉଥିବା ଜଣେ ସାମନ୍ତ ଭାବିଲେ, ଏହା ହେଉଛି ସବୁଠୁ ଭଲ ସୁଯୋଗ। ଯେତେ ପାରିବ ସେତିକି ଶିକାର କରିବା ପାଇଁ ରାଜାଙ୍କ ଅନୁମତି ମିଳିଲେ କେମିତି ହୁଅନ୍ତା? ତେଣୁ ସେ ସଭାରେ କହିଲେ, ମାଂସ ହେଉଛି ସବୁଠାରୁ ଶସ୍ତା ଖାଦ୍ୟ। ଏଥିରେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ଏବଂ ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିଯିବ। ସଭାରେ ସମସ୍ତ ସଦସ୍ୟ ଏହି କଥାକୁ ସମର୍ଥନ କରିଥିଲେ, କିନ୍ତୁ ମଗଧର ମନ୍ତ୍ରୀ ଚୁପ୍ ରହିଲେ। ରାଜା ପଚାରିଲେ, ମନ୍ତ୍ରୀ ତୁମେ କାହିଁକି ଚୁପ୍ ଅଛ? ତୁମେ କିଛି କହିଲନି ଯେ? ତୁମର ମତ କ'ଣ? ମନ୍ତ୍ରୀ କହିଲେ, ମୁଁ ଏହି କଥା ଉପରେ ବିଶ୍ୱାସ କରେନି ଯେ ମାଂସ ସବୁଠୁ ଶସ୍ତା ଜିନିଷ ବୋଲି। ତଥାପି ମୁଁ ଆସନ୍ତାକାଲି ଏହି ବିଷୟରେ ମୋର ମତ ରଖିବି। ସେଦିନ ରାତିରେ ମନ୍ତ୍ରୀ ସେହି ସାମନ୍ତଙ୍କ ଘରକୁ ଗଲେ, ଯିଏ ମାଂସ ସବୁଠୁ ଶସ୍ତା ବୋଲି କହିଥିଲେ। ଏତେ ରାତିରେ ମନ୍ତ୍ରୀ ତାଙ୍କ ଘରକୁ ଆସିବାର ଦେଖି ସାମନ୍ତ ଡରିଗଲେ
ସେ ନିଜର କିଛି ଅନିଷ୍ଟ ହେବା ଆଶଙ୍କାରେ ଭୟରେ ଥରି ଉଠିଲେ। ମନ୍ତ୍ରୀ କହିଲେ, ଆଜି ସନ୍ଧ୍ୟାରେ ମହାରାଜା ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ। ରାଜବୈଦ୍ୟ କହିଛନ୍ତି, ଯଦି କୌଣସି ଶକ୍ତିଶାଳୀ ଶରୀରରୁ 2 କିଲୋ ମାଂସ ମିଳିବ ତେବେ ରାଜାଙ୍କ ଜୀବନ ରକ୍ଷା ହୋଇଯିବ। ଆପଣ ମହାରାଜାଙ୍କ ସବୁଠୁ ବିଶ୍ୱସ୍ତ ଅଟନ୍ତି। ସେଥିପାଇଁ ଆପଣଙ୍କ ଅପେକ୍ଷା ଆଉ କେହି ଅଧିକ ଯୋଗ୍ୟ ହେବେ ନାହିଁ। ଏଥିପାଇଁ ଆପଣ ଯାହା ମୂଲ୍ୟ ନେବା ପାଇଁ ଚାହୁଁଛନ୍ତି ତାହା ନିଅନ୍ତୁ। ଆପଣ ଯଦି କହିବେ ମୁଁ ଆପଣଙ୍କୁ ଏହି କାମ ପାଇଁ 1 ଲକ୍ଷ ସୁନା ମୁଦ୍ରା ମଧ୍ୟ ଦେବି। ଆପଣ ଏକ ବଡ଼ ସମ୍ପତ୍ତି ମଧ୍ୟ ମାଗିପାରିବେ। ଖାଲି ଆପଣଙ୍କର ଇଚ୍ଛା କୁହନ୍ତୁ। ଆପଣଙ୍କ ହୃଦୟକୁ ଖଣ୍ଡାରେ ଚିରିଦେବି ଆଉ କେବଳ 2 କିଲୋ ମାଂସ ବାହାର କରିବି। ଏହା ଶୁଣି ସାମନ୍ତଙ୍କ ଚେହେରା ଫିକା ପଡ଼ିଗଲା। ସେ ଭାବିଲେ, ଯଦି ଜୀବନ ରହିବନି ତାହେଲେ ମୁଁ ଲକ୍ଷ ଲକ୍ଷ ସୁନା ମୁଦ୍ରା କ'ଣ କରିବି? ଏହି ସବୁ ସମ୍ପତ୍ତି କ'ଣ ହେବ ମୋର? ସେ ସଙ୍ଗେ ସଙ୍ଗେ ଘର ଭିତରକୁ ଦୌଡ଼ିଯାଇ ସିନ୍ଦୁକରୁ 1 ଲକ୍ଷ ସୁନା ମୁଦ୍ରା ଆଣି ମନ୍ତ୍ରୀଙ୍କୁ ଦେଇ ତାଙ୍କ ପାଦ ଧରିଲେ ଏବଂ ଗୁହାରି କରି କହିଲେ, ମନ୍ତ୍ରୀ, ମୁଁ ମୋର 1 ଲକ୍ଷ ମୁଦ୍ରା ଆପଣଙ୍କ ମୁଦ୍ରାରେ ମିଶାଇ ଦେଉଛି। ଏହି ମୁଦ୍ରାକୁ ନେଇ ଆପଣ ଅନ୍ୟ କେଉଁ ସାମନ୍ତଙ୍କ ହୃଦୟର ମାଂସ କିଣିପାରିବେ, କିନ୍ତୁ ମୋତେ ଛାଡ଼ି ଦିଅନ୍ତୁ। ଏହି ବିଷୟରେ ଅନ୍ୟ କାହାକୁ ଜଣାନ୍ତୁ। ମୁଁ ଆପଣଙ୍କୁ ହାତ ଯୋଡ଼ୁଛି। ମନ୍ତ୍ରୀ ଏହି ସବୁ ବୁଝି ସାରିଥିଲେ। ତଥାପି ମନ୍ତ୍ରୀ ସାମନ୍ତଙ୍କୁ ଟିକିଏ ମାନସିକ ଯନ୍ତ୍ରଣା ଦେବାକୁ ଚାହୁଁଥିଲେ। ମନ୍ତ୍ରୀ କହିଲେ କି, ସାମନ୍ତ, ଆପଣ ଶାରୀରିକ ଭାବରେ ବହୁତ ଶକ୍ତିଶାଳୀ। ଆପଣଙ୍କ ଶରୀରର ଗଠନ ମହାରାଜାଙ୍କ ପରି। ସେଥିପାଇଁ ସମସ୍ତ ରାଜ୍ୟବାସୀ ଆପଣଙ୍କ ନାଁ ନେଇଛନ୍ତି। ଆପଣଙ୍କ ଦାନ ଆମ ରାଜାଙ୍କ ଜୀବନ ରକ୍ଷା କରିବ। ଯଦି ଆପଣ କହିବେ ମୁଁ ଆପଣଙ୍କୁ ମନ୍ତ୍ରୀ ପଦ ଦେବାକୁ ପ୍ରସ୍ତୁତ ଅଛି ଏବଂ ମୁଁ ନିଜେ ମଧ୍ୟ ଆପଣଙ୍କ ସେବକ ହୋଇ ରହିବି। ତାପରେ ସାମନ୍ତ ମନ୍ତ୍ରୀଙ୍କ ପାଦ ତଳେ ପଡ଼ି ଗୁହାରି କରି କହିଲେ କି, ଯଦି ଜୀବନ ହିଁ ରହିବ ନାହିଁ ତାହେଲେ ମୁଁ ମନ୍ତ୍ରୀ ପଦ କିମ୍ବା ରାଜାଙ୍କ ସିଂହାସନ ପାଇଁ କରିବି କ'ଣ? ଯଦି ଆପଣ ଚାହୁଁଛନ୍ତି ମୋର ସବୁ କିଛି ନେଇଯାଆନ୍ତୁ, କିନ୍ତୁ ମୋର ଜୀବନ ନିଅନ୍ତୁ ନାହିଁ। ମୁଁ ମୋର ଘର ଏବଂ ସବୁ ସମ୍ପତ୍ତି ଆପଣଙ୍କୁ ଦେଉଛି। ଗୋଟିଏ ରାତି ଭିତରେ ମୁଁ ରାଜ୍ୟ ଛାଡ଼ି ପଳାଇବି। ଏହା କହି ସେ ଘୋଡ଼ା ଆଡ଼କୁ ଦୌଡ଼ି ପଳାଇଗଲେ ଏବଂ ସେ ଘୋଡ଼ା ଉପରେ ବସିବା ମାତ୍ରେ ତାଙ୍କୁ ଏକ ସ୍ୱର ଶୁଭିଲା ଯେ ଆପଣ ତ ଚାଲିଯାଉଛନ୍ତି, କିନ୍ତୁ ଆପଣଙ୍କ ପରିବାରକୁ ପଛରେ ଛାଡ଼ି ଯାଉଛନ୍ତି। ସାମନ୍ତ କହିଲେ, ମୋ ନିଜ ଜୀବନଠୁ ଅଧିକ ପ୍ରିୟ କିଛି ନାହିଁ। ଯଦି ଜୀବନ ନଥିବ ମୁଁ ପରିବାର କ'ଣ କରିବି? ଯଦି ଜୀବନ ରହିବ ମୁଁ ଏମିତି ହିଁ ଖୁସିରେ ରହିଯିବି। ଏହା କହି ସେ ଘୋଡ଼ାର ଦଉଡ଼ି ଧରିଲେ। ମନ୍ତ୍ରୀ ସାମନ୍ତଙ୍କୁ କହିଲେ, ଯିବାର କୌଣସି ଆବଶ୍ୟକତା ନାହିଁ। ଆପଣ ଆରାମରେ ଘରେ ରୁହନ୍ତୁ। ମୁଁ ଅନ୍ୟ ସାମନ୍ତଙ୍କ ଘରକୁ ଯାଉଛି। ମନ୍ତ୍ରୀଙ୍କ ଯିବା ପରେ ସାମନ୍ତଙ୍କ ଭିତରେ ଜୀବନ ଆସିଥିଲା, କିନ୍ତୁ ତାଙ୍କୁ ଆଉ ନିଦ ହେଲା ନାହିଁ। ସୁନା ମୁଦ୍ରା ନେଇ ମନ୍ତ୍ରୀ ଜଣକ ପରେ ଜଣକ ଘରେ ପହଞ୍ଚିଲେ ଏବଂ ରାଜାଙ୍କ ପାଇଁ 2 କିଲୋ ମାଂସ ମାଗିଥିଲେ, କିନ୍ତୁ କେହି ମଧ୍ୟ ଦେଲେ ନାହିଁ। ସମସ୍ତେ ତାଙ୍କ ନିଜସ୍ୱ ରକ୍ଷା ପାଇଁ ମନ୍ତ୍ରୀଙ୍କୁ 1 ଲକ୍ଷ ଓ 2 ଲକ୍ଷ ସୁନା ମୁଦ୍ରା ଦାନ ଦେବେ ବୋଲି କହିଲେ। ଏମିତିରେ ମନ୍ତ୍ରୀ ଗୋଟିଏ ରାତିରେ ଲକ୍ଷ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ସଂଗ୍ରହ କଲେ। ସକାଳ ହେବା ପୂର୍ବରୁ ମନ୍ତ୍ରୀ ମହଲରେ ପହଞ୍ଚି ଯାଇଥିଲେ। ସମସ୍ତେ ଜାଣିବାକୁ ଚାହୁଁଥିଲେ ଯେ ରାଜା ସୁସ୍ଥ ଅଛନ୍ତି କି ନାହିଁ, କିନ୍ତୁ ଏହି କଥା କାହାକୁ ଜଣା ନଥିଲା। ସମସ୍ତେ ରାଜବୈଦ୍ୟଙ୍କୁ ଖୋଜୁଥିଲେ, ତାଙ୍କଠାରୁ ହିଁ ରାଜାଙ୍କ ବିଷୟରେ କିଛି ସୂଚନା ପାଇବା ପାଇଁ। ମନ୍ତ୍ରୀ ସୈନିକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଯେ ପର୍ଯ୍ୟନ୍ତ ମହାରାଜା ସଭାକୁ ଆସିନଥିବେ ସେ ପର୍ଯ୍ୟନ୍ତ କୌଣସି ସାମନ୍ତଙ୍କୁ ରାଜପ୍ରସାଦରୁ ବାହାରକୁ ଯିବାକୁ ଦେବେ ନାହିଁ। ରାଜା ତାଙ୍କ ସାଧାରଣ ଗତିରେ ରାଜପ୍ରସାଦକୁ ଆସି ତାଙ୍କ ସିଂହାସନରେ ବସିଲେ। ସମସ୍ତ ସାମନ୍ତମାନେ ଦେଖିଲେ ଯେ ରାଜା ପୂରାପୂରି ସୁସ୍ଥ ଅଛନ୍ତି। ମନ୍ତ୍ରୀ ତାଙ୍କୁ ମିଛ କହିଥିଲେ ଏମିତି ଚିନ୍ତାଧାରା ସମସ୍ତଙ୍କ ମନରେ ଚାଲିଥିଲା, କିନ୍ତୁ କେହି କାହାକୁ କିଛି କହୁନଥିଲେ। ସେହି ସମୟରେ ମନ୍ତ୍ରୀ 40 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ରାଜାଙ୍କ ଆଗରେ ରଖିଲେ।
ରାଜା ପଚାରିଲେ, ଏହି ସୁନା ମୁଦ୍ରା କାହା ପାଇଁ ଏବଂ କେଉଁଠୁ ଆସିଛି? ମନ୍ତ୍ରୀ କହିଲେ, 2 କିଲୋ ମାଂସ ପାଇଁ ଏତେ ଟଙ୍କା ସଂଗ୍ରହ ହୋଇଛି, କିନ୍ତୁ ମାଂସ ମିଳିଲା ନାହିଁ। ନିଜର ଜୀବନ ବଞ୍ଚାଇବା ପାଇଁ ସାମନ୍ତମାନେ ଏହି ସ୍ୱର୍ଣ୍ଣ ମୁଦ୍ରା ଦେଇଛନ୍ତି। ବର୍ତ୍ତମାନ ଆପଣ ଭାବନ୍ତୁ, ମାଂସ କେତେ ଶସ୍ତା। ରାଜା ଏହି କଥା ଠିକ୍ ଭାବରେ ବୁଝିପାରିଲେ। ସେ ପ୍ରଜାମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ଅନୁରୋଧ କରିଥିଲେ। ରାଜାଙ୍କ ଭଣ୍ଡାର ଘରୁ ଶସ୍ୟ ବାହାର କରି ଶ୍ରମିକମାନଙ୍କୁ ଦିଆଗଲା। ରାଜା ନୂତନ ପୁଷ୍ଟିକର ପନିପରିବା ଚାଷ କରିବାକୁ ନିର୍ଦ୍ଦେଶ ଦେଲେ। ସେହି 40 ଲକ୍ଷ ସୁନା ମୁଦ୍ରା ସେହି କାମ ଏବଂ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଗଲା। ଏମିତି କରି ସବୁଜ ପନିପରିବା ଚାଷ ଦ୍ରୁତ ଗତିରେ ବଢ଼ିଲା। ପ୍ରଜାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିଲା ଓ ପ୍ରଜାଙ୍କ କଲ୍ୟାଣ ବି ହେଲା। କିଛି ଦିନ ପରେ ପାଗ ଭଲ ହେଲା ଏବଂ ଚାଷ ବଢ଼ିଲା। ଏମିତି ଭାବରେ ସେହି ରାଜ୍ୟରୁ ଖାଦ୍ୟ ସଙ୍କଟ ଦୂର ହେଲା। ଭଗବାନ ଶ୍ରୀକୃଷ୍ଣଙ୍କଠୁ ଏହି ଗପ ଶୁଣିବା ପରେ ଶିକାରୀ ବୁଝିପାରିଲା ଓ ତାକୁ ଜ୍ଞାନ ମିଳିଲା। ସେ ଜାଣିପାରିଲା ଯେ ମହାନତା ଜୀବନ ନେବାରେ ନୁହେଁ, ଜୀବନ ଦେବାରେ ଅଛି। ଶିକାରୀ ଶ୍ରୀକୃଷ୍ଣଙ୍କ ଆଗରେ ହାତ ଯୋଡ଼ି ପ୍ରତିଜ୍ଞା କଲା ଯେ ସେ ଜୀବନରେ କେବେ ବି କାହାକୁ ଆଘାତ କରିବ ନାହିଁ। ଶ୍ରୀକୃଷ୍ଣଙ୍କ ଏହି ଗପଟି ଆମେମାନେ ବୁଝିବା ଉଚିତ। ଶ୍ରୀକୃଷ୍ଣଙ୍କ ଏହି ଗପଟି ଆମେମାନେ ବୁଝିବା ଉଚିତ ଯେ ଆମେ ଯେପରି ଆମ ଜୀବନକୁ ଭଲ ପାଆନ୍ତି, ଠିକ୍ ସେହିଭଳି ସମସ୍ତ ଜୀବ ମଧ୍ୟ ନିଜ ଜୀବନକୁ ଭଲ ପାଆନ୍ତି। ସେହି ଶିକାରୀ ଭଳି ଆମେମାନେ ମଧ୍ୟ ପ୍ରତିଜ୍ଞା କରିବା କି ଜୀବଜନ୍ତୁଙ୍କୁ ମାରିବା ନାହିଁ କି ତା'ର ମାଂସ ଖାଇବା ନାହିଁ। ଯଦି ଆପଣମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ହୃଦୟରୁ ମାନୁଛନ୍ତି ଓ ଏହି ଗପଟି ଭଲ ଲାଗିଥାଏ, ତେବେ ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଜୟ ଜଗନ୍ନାଥ।